ନିର୍ବାଚନ ଗରମାଗରମୀ ମାହୋଲ ଭିତରେ ନୂଆପଡ଼ାବାସୀଙ୍କ ପାଇଁ ଗୋଟେ ସୁବର୍ଣ୍ଣ ସୁଯୋଗ। ଉପନିର୍ବାଚନ ଆସୁଛି ସତ, କିନ୍ତୁ ନେତା ବାଛିବାର ସମ୍ପୂର୍ଣ୍ଣ ଅଧିକାର ଆଉ ଦୃଢ଼ୋକ୍ତି ସେ ଜନସାଧାରଣଙ୍କର। ଦର୍ଶକ ବନ୍ଧୁ, ଆପଣ ମୋ ପାଖରେ ବସିଥିବା ସେ ଲିଡରଙ୍କୁ ଦେଖୁଥିବେ ଯେ ସବୁବେଳେ ଓଡ଼ିଶାରେ ଚର୍ଚ୍ଚାରେ ଥାନ୍ତି। ଆଉ ତାଙ୍କୁ ନେଇ ଯେଉଁ ଚର୍ଚ୍ଚା ହୁଏ ସେ ବିଷୟରେ ଆଜି ସେ ନିଜେ ମୁହଁ ଖୋଲିବେ। ଆଉ ନୂଆପଡ଼ାବାସୀଙ୍କ ପାଇଁ କ'ଣ ରହିବ ତାଙ୍କର ସନ୍ଦେଶ ତା ତାଙ୍କରି ମୁହଁରୁ ଶୁଣିବା। ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ପ୍ରଦୀପ ପାଣିଗ୍ରାହୀ ମହୋଦୟ, ତାଙ୍କୁ ଆଜି ଆମେ ସାଙ୍ଗରେ ନେଇଛୁ। ଆଉ ସେ ଦୂରଦୃଷ୍ଟି ଥିବା, ନିଜକୁ ଦଳରେ ସାମିଲ କରିବା ପୂର୍ବରୁ ତାଙ୍କର ଯେଉଁ ଦୃଢ଼ୋକ୍ତି ଥିଲା, ଆଜି କେତେ ଦୂର ତାହା ସମ୍ଭବ ତାଙ୍କରି ମୁହଁରୁ ଶୁଣିବା। ସାର୍, ଆପଣଙ୍କୁ ସ୍ୱାଗତ କରୁଛି। ନମସ୍ତେ, ସମସ୍ତଙ୍କୁ ନମସ୍କାର। କ'ଣ କହିବେ? ନୂଆପଡ଼ା ଉପନିର୍ବାଚନ ଗୋଟେ ଘଡ଼ିସନ୍ଧି ମୁହୂର୍ତ୍ତ। ଭାରତୀୟ ଜନତା ପାର୍ଟି ପାଇଁ କ'ଣ ରହିବ ଆଗାମୀ ଜନସାଧାରଣଙ୍କ ପାଇଁ ସନ୍ଦେଶ, ଯାହାକି ତାଙ୍କୁ ନେଇ ଆଗାମୀ ଦିନରେ ଗୋଟେ ନୂଆ କାହାଣୀ ଲେଖା ହେବ ନୂଆପଡ଼ାରେ? ଭାରତୀୟ ଜନତା ପାର୍ଟି ବର୍ତ୍ତମାନ କେନ୍ଦ୍ରରେ ସରକାର ଶାସନ କରୁଛନ୍ତି ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ, ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ। ଓଡ଼ିଶାରେ 2024ରେ ଲୋକଙ୍କ ଆସ୍ଥା, ଭରସା, ବିଶ୍ୱାସରେ ପ୍ରଥମ ଥର ପାଇଁ ଏକାକୀ ସରକାର ଗଠନ ହେଇପାରିଛି। ଓଡ଼ିଶାବାସୀଙ୍କର ବିଶ୍ୱାସରେ ବିଜୁ ଜନତା ଦଳର ଏକଛତ୍ରବାଦ ଶାସନ, ଅନ୍ଧ ଶାସନ ଯୋଗୁଁ 2024ରେ ଲୋକ ଭାରତୀୟ ଜନତା ପାର୍ଟିକୁ ଆସ୍ଥା ପ୍ରକଟ କରି ଭୋଟ ଦେଇଛନ୍ତି। କଂଗ୍ରେସ ବାଇ ଆଣ୍ଡ ଲାର୍ଜ 2000 ମସିହାରୁ ଓଡ଼ିଶାରେ ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରୁଛି। ନୂଆପଡ଼ାବାସୀ ରାଜେନ୍ଦ୍ର ଧୁଲୁକିଆଙ୍କର ନେତୃତ୍ୱରେ, ଜଣେ ଅମାୟିକ ଭଦ୍ର ନେତୃତ୍ୱରେ ସେବାପରାୟଣ ସେବା ଯୋଗୁଁ ଧୁଲୁକିଆଙ୍କୁ ସେ ବହୁତ ଲୋକ ବିଶ୍ୱାସ କରି ଭୋଟ ଦେଉଥିଲେ। ବସନ୍ତ ପଣ୍ଡା ବିଜେପିର ପୂର୍ବତନ ସଭାପତି ତଥା ଦୃଢ଼ ନେତୃତ୍ୱରେ ସଂଗଠନରେ ସିଏ ବି ସୁଯୋଗ ପାଇଥିଲେ ମେମ୍ବର ପାର୍ଲିଆମେଣ୍ଟ। ବର୍ତ୍ତମାନ ବସନ୍ତ ପଣ୍ଡା ଆଉ ଧୁଲୁକିଆ ଫ୍ୟାମିଲିଙ୍କର ଯେଉଁ କଣ୍ଟ୍ରିବ୍ୟୁସନ୍ ରହିଛି ଆମର ନୂଆପଡ଼ା ଅଞ୍ଚଳରେ, ଆଉ ମୋହନ ମାଝୀଙ୍କର ଲୋକାଭିମୁଖ କାର୍ଯ୍ୟକ୍ରମ, ଦୃଢ଼ ନେତୃତ୍ୱ, ସେବା ମନୋବୃତ୍ତି, ସୁନ୍ଦର ଶାସନ ଯୋଗୁଁ ନିଶ୍ଚୟ ନୂଆପଡ଼ାବାସୀ ଭାରତୀୟ ଜନତା ପାର୍ଟିକୁ ଭୋଟ ଦେବେ। ଆଉ ନର୍ମାଲି ବାଇ ଇଲେକ୍ସନରେ ସବୁବେଳେ ଦେଖାଯାଏ ଯେ ରୁଲିଂ ପାର୍ଟି ହିଁ ଭୋଟ ଦିଅନ୍ତି। ଏଥିପାଇଁ ଦିଅନ୍ତି ଯେହେତୁ ସେ ଯେଉଁ ଡେଭଲପମେଣ୍ଟ ପ୍ରକ୍ରିୟା, ମାନେ ବିକାଶର ପ୍ରକ୍ରିୟାରେ ସେମାନେ ବିଚ୍ୟୁତ ନ ହୁଅନ୍ତୁ, ଆଉ ସାଧାରଣ ଜନତା ଯେଉଁ ସରକାରଙ୍କ ସୁବିଧା ସୁଯୋଗ ଅଛି ତାକୁ ପାଇବା ପାଇଁ ପ୍ରାୟ ବାଇ ଇଲେକ୍ସନରେ ଭୋଟ ଟେଣ୍ଡ ଆସେ। ଆଉ ନୂଆପଡ଼ାବାସୀ ମଧ୍ୟ ଯେହେତୁ ଛତିଶଗଡ଼ ଲାଗିଛି, ଛତିଶଗଡ଼ରେ ବି ବିଜେପି ସରକାର ଅଛି, ଆମର ବି ଏଇଠି ବି ବିଜେପି ସରକାର ଅଛି। ଲୋକ ନିଜଙ୍କର ବିଭିନ୍ନ ବିଷୟକୁ ଉପକୃତ ହେବା ପାଇଁ ନିଶ୍ଚୟ ରୁଲିଂ ପାର୍ଟି ସାଙ୍ଗରେ ରହିବେ, ଏ ବିଶ୍ୱାସ ମୋର ଅଛି। ଆପଣ ଦୀର୍ଘ ଦିନ ଧରି ଗୋଟେ ରିଜନାଲ ପାର୍ଟିରେ ଥିଲେ, ଏବେ ଗୋଟେ ନ୍ୟାସନାଲ ପାର୍ଟିରେ ଆସିଲେ। ଆପଣ ଗୋଟେ ଫ୍ରଣ୍ଟ ଲାଇନ୍ ଲିଡର ହିସାବରେ ବର୍ତ୍ତମାନ ସମୟରେ ଏଇ ରାଜନୀତିକୁ କେମିତି ଦେଖୁଛନ୍ତି ଯାହା ଆମ ରାଜ୍ୟରେ ଚାଲିଛି? ଆମର ରିଜନାଲ ପାର୍ଟିର 25 ବର୍ଷର ଅନୁଭୂତି ପରେ ବର୍ତ୍ତମାନ ରାଷ୍ଟ୍ରୀୟ ଚିନ୍ତାଧାରାରେ ରାଷ୍ଟ୍ରୀୟ ଏକତା, ରାଷ୍ଟ୍ରୀୟ ଚିନ୍ତାଧାରା, ଓଡ଼ିଶାବାସୀଙ୍କୁ ନୂତନ ସୁଯୋଗ, ଯେହେତୁ ଆମର ଧର୍ମକ୍ଷେତ୍ର, କଳିଯୁଗର ଶ୍ରେଷ୍ଠ କ୍ଷେତ୍ର ଧର୍ମକ୍ଷେତ୍ର ଜଗନ୍ନାଥ କ୍ଷେତ୍ର, ଏଇଠୁ ବିଶ୍ୱର ପ୍ରତ୍ୟେକ ଯେଉଁମାନେ ବୁଝିଛନ୍ତି ଜଗନ୍ନାଥଙ୍କର ମାହାତ୍ମ୍ୟକୁ ସମସ୍ତେ ଏଇଠିକି ଆସନ୍ତି। ଏଇ କ୍ଷେତ୍ରଟା ଆଞ୍ଚଳିକ ଦଳରେ ବହୁତ ଦିନ ଥିଲା, ବର୍ତ୍ତମାନ ରାଷ୍ଟ୍ରୀୟ ଦଳରେ ସାମିଲ ହେବା ଏକ ଓଡ଼ିଶାବାସୀ ପାଇଁ ଏକ ଆଶୀର୍ବାଦ। ଯେହେତୁ ପ୍ରଧାନମନ୍ତ୍ରୀ ସାରା ପୃଥିବୀ ପୃଷ୍ଠରେ ହିନ୍ଦୁ ଧର୍ମ, ସନାତନ ଧର୍ମର ଚିନ୍ତାଧାରାକୁ ପ୍ରକଟ କରିବା, ଆଉ ଯୋଗ ମାଧ୍ୟମରେ ସାରା ବିଶ୍ୱକୁ ଏକତ୍ରିତ କରିବା, ବିକାଶ ମାଧ୍ୟମରେ ଏକତ୍ରିତ କରିବା, ଆଉ ଶାନ୍ତି ମାଧ୍ୟମରେ ଏକତ୍ରିତ କରିବା ପ୍ରକ୍ରିୟା ଯେହେତୁ ସାରା ବିଶ୍ୱରେ ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ ଚାଲିଛି,
ଓଡ଼ିଶାବାସୀ ମଧ୍ୟ ଆଇରେ ସହଯୋଗ କରିଛନ୍ତି। ମୋର ବିଶ୍ୱାସ ନୂଆପଡ଼ାବାସୀ ବଡ଼ ସ୍ୱାଭିମାନୀ, ରାଷ୍ଟ୍ରପ୍ରିୟ, ରାଜ୍ୟପ୍ରିୟ ଆଉ ପ୍ରଧାନମନ୍ତ୍ରୀଙ୍କର ଯେଉଁ କାର୍ଯ୍ୟ, ନେତୃତ୍ୱ, ସେବା ବିଭିନ୍ନ କ୍ଷେତ୍ରରେ ଆଜି ଭାରତବର୍ଷ ଯଦି ଚତୁର୍ଥ ଅର୍ଥନୀତି ସାରା ବିଶ୍ୱରେ 195ଟି ଦେଶ ଭିତରେ ଚତୁର୍ଥ ଦେଶ ଆମେ ହେଇପାରିଛେ, ଫୋର୍ଥ ଲାର୍ଜେଷ୍ଟ ଇକୋନୋମି ଆଫ୍ଟର ଆମେରିକା, ଚାଇନା, ଜାପାନ ପରେ ଅଛି। ଆର ଶ୍ରେୟ କାହାକୁ ଆମେ ଦେବା? ନିଶ୍ଚୟ ପ୍ରଧାନମନ୍ତ୍ରୀଙ୍କୁ ଦେବା, ଯାହାଙ୍କ ନେତୃତ୍ୱରେ ଆମେ ଆଜି ପାଇପାରିଛେ। এই କଥାକୁ ଓଡ଼ିଶାବାସୀ ଭଲରେ ଅବଗତ ହୋଇଛନ୍ତି, ଦେଶବାସୀ ଅବଗତ ହୋଇଛନ୍ତି। ନୂଆପଡ଼ାବାସୀ ବାଦ ପଡ଼ିବେ ମୁଁ ବିଶ୍ୱାସ କରେ। You are a frontline leader. Your thinking, your ideology, everything will be different from other. ବର୍ତ୍ତମାନ ସେଇ ସିଚୁଏସନକୁ ନେଇକି ଯେତେବେଳେ ଆପଣ ଗୋଟେ ରିଜନାଲ ପାର୍ଟିରେ ଥିଲେ, ଏବେ ଗୋଟେ ନ୍ୟାସନାଲ ପାର୍ଟିରେ ଆପଣଙ୍କର ଦବଦବା ରହିଛି, ଆପଣଙ୍କର କଥାକୁ ଲୋକ ଶୁଣନ୍ତି, ଆପଣଙ୍କ କଥା ବେଳେ ବେଳେ ଲୋକଙ୍କ ଛାତିରେ ଲାଗେ, ତାକୁ ନେଇକି ନୂଆପଡ଼ାବାସୀଙ୍କୁ କିଛି ସନ୍ଦେଶ ଦେବାକୁ ଚାହିଁବେ? ମୁଁ ନୂଆପଡ଼ାବାସୀଙ୍କୁ ଏତିକି ଅନୁରୋଧ କରିବି ଯେ ଆମର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ଅଧ୍ୟକ୍ଷ ଯାଇଥିଲେ ନୂଆପଡ଼ାବାସୀ 3 ତାରିଖ ଦିନ ସମ୍ବୋଧନ କରିବା ପାଇଁ। ଆପଣମାନେ ଦେଖୁଥିବେ ତାଙ୍କ ବୟସାଧ୍ୟକ୍ଷ ଅବସ୍ଥାରେ ପ୍ରାୟ 80 ବର୍ଷ ବୟସ ପହଞ୍ଚିଲେଣି। ଗୋଟେ ରିଜନାଲ ଦଳରେ, ଆଞ୍ଚଳିକ ଦଳରେ ନେତୃତ୍ୱ ସୃଷ୍ଟି ନ ହେବା ଓଡ଼ିଶାବାସୀଙ୍କୁ ବହୁତ ହେଇଛି। ନବୀନ ବାବୁ ଓଡ଼ିଆ ଲୋକଙ୍କୁ ବିଶ୍ୱାସ ନ କରିବା ଅତି ମାତ୍ରାଧିକ କଷ୍ଟ ଦେଉଛି। ନେତାମାନଙ୍କ ଭିତରେ ନେତୃତ୍ୱର ଅଭାବ ରହିବା ବହୁ ପ୍ରଶ୍ନ ସୃଷ୍ଟି କରୁଛି। ତଥା ବିଜୁ ଜନତା ଦଳ ବାଟବଣା ହେବା, ଆଦର୍ଶଗତ ଚିନ୍ତାରୁ ଦୂରେଇ ଯିବା, ନେତୃତ୍ୱ ବୃଦ୍ଧା ଅବସ୍ଥାରେ ପହଞ୍ଚିବା, ଯୁବ ନେତୃତ୍ୱ ହାତରେ ସୁଯୋଗ ନ ମିଳିବା, ବର୍ତ୍ତମାନ ଭାରତର ସ୍ଥିତି, ବିଶ୍ୱର ସ୍ଥିତିକୁ ଦେଖିଲେ ରାଷ୍ଟ୍ରୀୟ ଚିନ୍ତାଧାରାର ଆବଶ୍ୟକତା ଅଛି। ଓଡ଼ିଶା ତାରେ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ପ୍ରଧାନମନ୍ତ୍ରୀ ପୂର୍ବ ଭାରତର କେନ୍ଦ୍ରବିନ୍ଦୁ ଭାବରେ ଓଡ଼ିଶାକୁ ଦେଖୁଛନ୍ତି। ପ୍ରଧାନମନ୍ତ୍ରୀଙ୍କର ବାରମ୍ବାର ଗସ୍ତ, ଓଡ଼ିଶା ପ୍ରତି ଗୁରୁତ୍ୱ ଓଡ଼ିଶାବାସୀ ଫିଲ୍ କରିଛନ୍ତି। ମୁଁ ଭାବୁଛି ନୂଆପଡ଼ାବାସୀ ନିଶ୍ଚୟ ପ୍ରକ୍ରିୟାରେ ସାମିଲ ହେବେ। ପ୍ରଧାନମନ୍ତ୍ରୀଙ୍କ ହାତ ମୁଠାକୁ ଟାଣ କରିବେ, ମୋହନ ମାଝୀଙ୍କର ହାତ ମୁଠାକୁ ଟାଣ କରିବେ। ମନମୋହନ ସାମଲ ଯିଏକି ଓଡ଼ିଶାକୁ 2000 ମସିହାରେ ବିଜେଡି ବିଜେପିର ସରକାର ତାଙ୍କ ନେତୃତ୍ୱରେ ଆସିଥିଲା, ପୁଣି 2024ରେ ତାଙ୍କ ନେତୃତ୍ୱରେ ପୁଣି ଏକାକୀ ସରକାର ଆସିଲା। ସିଏ ତାଙ୍କର ତାଙ୍କ ନେତୃତ୍ୱ, ତାଙ୍କର ସେବା, ତାଙ୍କର ଚେଷ୍ଟା ଆଉ ତାଙ୍କ ଟିମ୍, ମନ୍ତ୍ରିମଣ୍ଡଳର ସମସ୍ତ ସଦସ୍ୟ ବୃନ୍ଦ, ଆମର ବିଧାୟକ ବୃନ୍ଦ, କର୍ମକର୍ତ୍ତା ବୃନ୍ଦ ନିଷ୍ଠାପର ଭାବେ ଯେଉଁ ସେବା କରୁଛନ୍ତି, ଯେଉଁ ସୁଯୋଗ ଖୋଜୁଛନ୍ତି ଓଡ଼ିଶାବାସୀକୁ ଏକ ଶ୍ରେଷ୍ଠ ରାଜ୍ୟ କରିବା ପାଇଁ, ମୁଁ ଭାବୁଛି ନୂଆପଡ଼ାବାସୀ ସହଯୋଗ କରିବେ, ଆସ୍ଥା ରଖିବେ। ଆଉ ନୂଆପଡ଼ାର ଉପକୃତ ହେବା ପାଇଁ ଆମେ ସମସ୍ତେ ଚେଷ୍ଟା କରିବା। ନୂଆପଡ଼ାବାସୀଙ୍କୁ ଗୋଟେ ନୂଆ ଓଡ଼ିଶାର ଯେଉଁ ପ୍ରକ୍ରିୟାରେ, ବିକାଶ ପ୍ରକ୍ରିୟାରେ ଅଗ୍ରାଧିକାର ଭାଗ ମିଳିବ, ଯେଉଁ ମୁଖ୍ୟମନ୍ତ୍ରୀ ଜବାବ ଦେଇଛନ୍ତି, ମୁଖ୍ୟମନ୍ତ୍ରୀ କଥାକୁ ବିଶ୍ୱାସ ରଖି ନୂଆପଡ଼ାବାସୀ ବହୁ ଆକାରରେ ପଦ୍ମ ଫୁଲରେ ଭୋଟ ଦେବେ। ବିଜେଡି କଂଗ୍ରେସର ଲେଖାଟା ଛିଡ଼େଇ ଦେବେ। ଆପଣ ସୋସିଆଲ ମିଡିଆରେ ବହୁତ ଇନଭଲ୍ଭ ଅଛନ୍ତି। ଆପଣ ଦେଖିବେ 2 ଦିନ ହବ ସୋସିଆଲ ମିଡିଆରେ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କର ଧର୍ମପତ୍ନୀଙ୍କର ଗୋଟେ ଷ୍ଟେଟମେଣ୍ଟ ବୁଲୁଛି, ଯୋଉଟାକି ହଟଚମଟ ସୃଷ୍ଟି କରିଛି। ବିରୋଧୀ ସେ କଥାକୁ ନେଇକି ଯେତିକି ହଟଚମଟ ସୃଷ୍ଟି ପାଇଛନ୍ତି, ଆପଣ ସେ କଥାକୁ ନେଇ କଣ ଭାବୁଛନ୍ତି? ତାଙ୍କ କଷ୍ଟଟା ପ୍ରକାଶ କରିଛନ୍ତି, ଆଉ କଣ ମିଛ କହିଛନ୍ତି କି? ତାଙ୍କର ମନର କଷ୍ଟଟା ସ୍ତ୍ରୀ ହିସାବରେ ତାଙ୍କ ସ୍ୱାମୀଙ୍କୁ ଯେତେବେଳେ ସେ ସେବା କରିବାର ଦୀର୍ଘ ବର୍ଷରେ ଦେଖୁଥିଲେ ନବୀନ ବାବୁଙ୍କ ପ୍ରତି, ଦଳ ପ୍ରତି, ଦଳ ଶେଷରେ ତାଙ୍କୁ କଣ ଦେଲା କି? ସେ ଗୋଟେ ମୃତ୍ୟୁ ଅବସ୍ଥା ଭାବରେ, ଦେହ ଅସୁସ୍ଥ ଅବସ୍ଥାରେ ନେତୃତ୍ୱର ଦାୟିତ୍ୱ, ଦଳର ଦାୟିତ୍ୱ, ତାଙ୍କ ମନ କଥା ବୁଝିବା, ପରିବାରକୁ ସହାନୁଭୂତି ଦେଖେଇବା ଆଉ ଠିକ୍ ସମୟରେ ଉପସ୍ଥିତ ରହିବା, ଯେଉଁ କଥାଟା ସିଏ କରିପାରିଲେନି, ତାଙ୍କର ସ୍ତ୍ରୀ
से कथाटा को प्रकाश कर कष्ट प्रकाश कर स्त्री पुत्र को बिना कौन स्त्री अनुमति पुओ कौन बीजेपी आसी जो स्त्री मन कष्ट कौन अन्य स्त्री मैंने बुझी पार ना नुआपड़ावासी कौन एत अबुझा अच्छा यार प्रभाव निश्चित नुआपड़ावासी पड़े भाई पक्का पड़े आगे लेखाटा पूरा छिड़ब आर कौन भावार अच्छे आपण भली जड़े नेता जे कि दीर्घ वर्ष थिला परे जो हैरान हरकत पार्टी छाड़िले गोटे नूतन पार्टी रे जोग देले आपण मानकर से जो स्ट्रेट फॉरवर्ड जिनसटा किछि लोकों को पसंद आसुतले किछि लोकों नापसंद मध्य होतुओ किंतु आपण आपन नेचर बदलांती नहीं आज एही मुहूर्त रे आम चैनल माध्यम रे नुआपड़ावासी को उपनिर्वाचन नहीं कौन संदेश रखिबे कहली परा नुआपड़ावासी प्रधानमंत्री मोदी नरेंद्र मोदी को मुख्यमंत्री मोहन माझी को गोटे जड़े आदिवासी सरल अमायिक भद्र चारित्र विधायक अनुभूति संपन्न सेवा पाई प्रधानमंत्री आस्था विश्वास रही मनमोहन भाई जड़े दृढ़ संगठक छात्र जीवन संगठन करी आस्थिबा तांको टीम रो समस्त सदस्य दिन राति परिश्रम करिवा विधायक माने कर्मकर्ता माने मंत्री माने परिश्रम करिवा आश्रय निश्चय नुआपड़ावासी बीजेपी पद्मफूल चिन्ह रे भोट देबे आउ निश्चय बहु आकार प्रधानमंत्री मनोबल तथा मुख्यमंत्री मनोबल को बढ़ेबे ये विश्वास मोर अछि फाइनली लेखा छिड़िबो छिड़ी जाई अछि बाकी किसी ना दर्शक बंधु आपण शुणुले निजर रोकठोक आ दृढ़ोक्ति प्रदीप पाणिग्राही गोटे रिजनल पार्टी आसी नेशनल पार्टी योगदान कला परे लोकों पई जो विश्वास भाजनता देखा दरकार ता निकट रे अछि आ से निश्चित या पर काम मध्य करूचंती आ तांकर कथा सीधा सड़क आपण छाती रे लागे आमे आशा रखुचु नुआपड़ावासी मध्य तांको कथार अर्थ आ मर्म दुईटा जाक निश्चित भाव बुझे एवं आगामी निर्वाचन रे सठिक प्रार्थी किंबा जमिति कहले भारतीय जनता पार्टी समस्त कर्मकर्ता हाथ मुठा को टाण करिवे बोली से आशा व्यक्त करने सहित दृढ़ोक्ति मध्य रखिछन्ति तार कारण से उपस्थापना माध्यम रे आपण मान पाखरे पहुंचैछन्ति आमे मध्य आशा रखुचु जहाँ से आज एटी प्रकाश कले आगामी दिन रे जनसाधारण को काम पाई अग्राधिकार मध्य देबे आमे निश्चित से आशा व्यक्त करी आपण मान पाखरे से विचार छाड़ुचु आशा मध्य रखुचु जनसाधारण टीए सरकार पाखरु उपकृत होगा पाई निश्चित भाव योग्य हेबे आमे आशा मध्य या करिबा सरकार जो आभिमुख्य रही ताहा केमिति सीधा सड़क जनसाधारण पाखरे पहुंचु नुआपड़ार प्रभात विजय आरसीएन ओडिया।